ଏ ଲୁହ ଥିଲା ଖୁସିର ଲୁହ। ଏ ଲୁହ ଥିଲା ସେଇ ମାର ଲୁହ ଯେ 4 ବର୍ଷ ତଳେ ଏ ପୁଅକୁ ହଜେଇ ଦେଇଥିଲା। ଆଉ ଏ ଲୁହ ଥିଲା ଆଜି ସେଇ ପୁଅକୁ ପାଇବାର ଲୁହ। ପୁରା କାହାଣୀ ବଡ଼ ରୋମାଞ୍ଚକର ଆଜ୍ଞା। ହଁ, ପୁରା କାହାଣୀ ଜାଣିବା ପୂର୍ବରୁ ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଚାରି ବର୍ଷ ଧରି ପୁଅକୁ ହରେଇ ସବୁବେଳେ କାନ୍ଦୁଥିବା ମା ଆଖିରେ ଆଜି ଥିଲା ପୁଅକୁ ଫେରି ପାଇବାର ସେଇ ଖୁସିର ଲୁହ। କିନ୍ତୁ ପୁଅ କହୁଥିଲା ମୋତେ ମୋ ମା ପାଖକୁ ଯିବାର ଅଛି। ପୁଅ ସେଇ ମା ପାଖକୁ ଯିବାକୁ କହୁଥିଲା ଯେଉଁ ମା ତାକୁ 4 ବର୍ଷ ଧରି ଲାଳନ ପାଳନ କରି ଆସୁଥିଲା। ହେଲେ ଏ କାହାଣୀ ଯେତିକି ହୃଦୟସ୍ପର୍ଶୀ ଥିଲା ସେତିକି ରହସ୍ୟ ଆଉ ରୋମାଞ୍ଚକର ବି ଥିଲା। 4 ବର୍ଷ ତଳୁ ହଜିଯାଇଥିବା ଏ ପୁଅର ନାଁ ହେଉଛି ଶୁଭମ ପାଣ୍ଡେ। ସେଦିନ ଛଟ୍ ସାବିତ୍ରୀ ପୂଜା କରିବାକୁ ଯାଇଥିବା ମା କୋଳରୁ ଏହି ପୁଅକୁ ନେଇଥିବା ମହିଳାଙ୍କ ନାଁ ହେଉଛି ରଞ୍ଜୁ ଦେବୀ। ମା ସାବିତ୍ରୀ ପୂଜାରେ ବ୍ୟସ୍ତ ଥିଲା ଆଉ ରଞ୍ଜୁ ଶୁଭମକୁ ସାଥିରେ ନେଇ ତା ସାଥିରେ ଚାଲି ଯାଇଥିଲା। ପାଖରେ ରଖିଲା, ନିଜ ପୁଅ ଭଳି ଲାଳନ ପାଳନ ବି କଲା। ଭଲ ସ୍କୁଲରେ ବି ପାଠ ପଢ଼େଇଲା। ରଞ୍ଜୁ କହିବା ଅନୁସାରେ ତା'ର କୌଣସି ପିଲାଛୁଆ ନଥିଲେ, ସେଥିପାଇଁ ସେ ଏମିତି କରିଥିଲା। କିନ୍ତୁ ରଞ୍ଜୁ ଦେବୀ ଏମିତି ଏକ ଭୁଲ କରିଥିଲେ ଯେଉଁ ଭୁଲ ରଞ୍ଜୁ ଦେବୀକୁ ଜେଲର 4 କାନ୍ଥ ଭିତରକୁ ରାସ୍ତା ଦେଖାଇ ଦେଇଥିଲା। ଲମ୍ବା ଲମ୍ବା ବାଳ ଥିବା ଅଦିକ ନାମକ ଏହି ଛୁଆକୁ ଝିଅ ଭାବି ଉଠେଇ ଆଣିଲା। ଭାବିଥିଲା ଗୋଟେ ପୁଅ ଥିଲା, ଏବେ ଆଉ ଗୋଟେ ଝିଅ ହୋଇଗଲା। ମୋର ଏବେ ଆଉ କ'ଣ ଦରକାର। କିନ୍ତୁ ସେ ଘରେ ଆସି ଦେଖେ ତ ସେ ଝିଅ ଭାବି ଆଣିଥିବା ଛୁଆ ଝିଅ ନୁହେଁ ବରଂ ପୁଅ ଥିଲା। ସେପଟେ ଅଦିକର ପରିବାର ଲୋକ ଅଦିକକୁ ନ ପାଇ ଥାନାରେ ପୋଲିସର ସାହାରା ନେଇଥିଲେ। ଆଉ ପୋଲିସ ଯେତେବେଳେ ତଦନ୍ତ କରି ଅଦିକ ପାଖରେ ପହଞ୍ଚି ଅଦିକକୁ ଉଦ୍ଧାର କରେ, ସେତେବେଳେ ପୋଲିସର ନଜର ଏହି ଶୁଭମ ଉପରେ ପଡ଼େ। ରଞ୍ଜୁ ଦେବୀକୁ ମାର ମା ଡାକୁଥିବା ଶୁଭମ ଉପରେ ବି ପୋଲିସର ସନ୍ଦେହ ହୋଇଥିଲା। ଆଉ ପୋଲିସ ଯେତେବେଳେ ସବୁ ଯାଞ୍ଚ କରେ, ସେତେବେଳେ ସବୁ ସତ ସାମ୍ନାକୁ ଆସେ। ଆଉ ଶୁଭମକୁ ନିଜ ବାପା ମାଙ୍କ ପାଖରେ ନେଇ ଛାଡ଼ିଦିଏ। ହେଲେ 4 ବର୍ଷ ଧରି ହଜିଯାଇଥିବା ପୁଅ ଶୁଭମ ନିଜ ମା ବଦଳରେ ପାଳିତ ମା ରଞ୍ଜୁ ଦେବୀକୁ ନିଜ ମା ବୋଲି କହି ଖୋଜିବାକୁ ଲାଗେ। ପରେ କିନ୍ତୁ ଧୀରେ ଧୀରେ ତାକୁ କାଉନସିଲ୍ କରାଯାଇ ତା ମାଇଣ୍ଡକୁ ୱାଶ୍ କରିବାକୁ ଚେଷ୍ଟା କରିବା ପରେ ପୁଅ ଶୁଭମ ଧୀରେ ଧୀରେ ଏସବୁ କଥାକୁ ବୁଝିବାରେ ସକ୍ଷମ ହୁଏ। ଏ ପୁଅକୁ ନେଇ ପୁଅ ଭଳି ପାଳିବା, ତା'ର ସବୁ ଅଳି ଅର୍ଦ୍ଦଳି ପୂରଣ କରିବା ଆଉ ତାକୁ ନେଇ ନିଜ ପୁଅ ଭଳି ରଖି ସତରେ କ'ଣ ରଞ୍ଜୁ ଦେବୀ ଭୁଲ କରିଛନ୍ତି ଆଜ୍ଞା? ନିଜ ପୁଅକୁ ପାଖରେ ପାଇ ବାପା ମା ସମ୍ପର୍କୀୟମାନେ ସିନା ଖୁସିର ସୀମା ନଥିଲା, ହେଲେ 4 ବର୍ଷ ଧରି ପାଳିଥିବା ମା ଆଖିରେ ଥିଲା ଆଖିଏ ଲୁହ। ପୋଲିସ ତଦନ୍ତ କରୁଛି, ଏଥିରେ ରଞ୍ଜୁ ଦେବୀ ଏକୁଟିଆ ଥିଲେ ନା ତାଙ୍କୁ ଆଉ କିଏ ଏଥିରେ ସହଯୋଗ କରୁଥିଲା? ଏହି କାହାଣୀ ସେଇ 2ଟି ମାର ମମତା ଆଉ ସ୍ନେହଭରା ଆବେଗର ମନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଆଜ୍ଞା। ଗୋଟେ ପଟେ ଜନ୍ମ ଦେଇଥିବା ମା ଆଉ ଆରପଟେ ଚୋରି କରିଥିବା ସେଇ ସ୍ନେହଭରା ମମତାମୟୀ ମା। ଶୁଭମ କାହାର ହେବା ଦରକାର? କମେଣ୍ଟ କରି ନିଶ୍ଚୟ ଜଣେଇବା ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।